ହାତୁଡ଼ି ମାରି କହିଲା ବାପା ଚାଲିଗଲେ, ଲକ୍ଷେ ଖର୍ଚ୍ଚ କଲି, 3000 ଲୋକ ନିମନ୍ତ୍ରଣ କରିଥିଲି, 15 ସେଟ ମହାପ୍ରସାଦ ଆଣିଥିଲି। ତୁ ତ ବଞ୍ଚିଥିବା ଭିତରେ 10 ଟଙ୍କାର ଅଙ୍ଗୁର ଖାଇବାକୁ ଦେଇପାରିବୁ, ମରିଗଲା ପରେ ଲକ୍ଷେ ଖର୍ଚ୍ଚ କଲୁ, କିଛି ଲାଭ ଅଛି? এইଥିପାଇଁ ଠାକୁର ଅଭିରାମ ପରମହଂସ କହିଲେ, କହିଲେ ଜୀବିତେ ନଦିଅନ୍ତି ଅନ୍ନ ମୃତାନ୍ତେ ନାନାଦି ବ୍ୟଞ୍ଜନ। ଜୀବିତେ ନଦିଅନ୍ତି ଅନ୍ନ ମୃତାନ୍ତେ ନାନାଦି ବ୍ୟଞ୍ଜନ। ତୁ ବଞ୍ଚିଥିବା ଭିତରେ 10 ଟଙ୍କାର ଅଙ୍ଗୁର ଖାଇବାକୁ ଦେଇପାରିଲୁ, ମରିଗଲା ପରେ ଲକ୍ଷ ଖର୍ଚ୍ଚ କଲୁ, କିଛି ଲାଭ ଅଛି? ଆଜ୍ଞା ମା, ଏଇଥିପାଇଁ ସଂସାରକୁ ତୀବ୍ର ସମାଲୋଚନା କଲେ ମହିମା ଧର୍ମର ସନ୍ଥ ଭୀମ ହୋଇ ସ୍ତୁତି ଚିନ୍ତା। ଗୋଟିଏ କଥା ମୁଁ ଆଜିକାଲି ଶିକ୍ଷିତ ଯୁବବନ୍ଧୁ ମାନଙ୍କୁ କହିବି, ଆପଣମାନେ ଆଜି ଜାଣିଥିବେ ଯେତେବେଳେ ଶ୍ରାବଣ ମାସ ଆସେ ପ୍ରତିଟି ଶିବ ମନ୍ଦିର ଆଜ୍ଞା ପ୍ରବଳ ଭିଡ଼ ହୁଏ, ପ୍ରବଳ ଭିଡ଼ ହୁଏ। କାହିଁକି ନା ଦୂର ଦୂରାନ୍ତରୁ କାଉଡ଼ିଆ ଭାଇ ମାନେ ପାଣି ଭାଗ ନେଇକି ଆସିଥାନ୍ତି। ନାଇଁ ମୁଁ ଯାଏ, ତୁ ପାଣି ପାଇଁ ଯାଇଥିଲୁ? ଆଉ ଆମେ ଗାଁରୁ ଆମେ 40-50 ଟଙ୍କା ସାଙ୍ଗ ହେଇକି ଯାଇଥିଲୁ। କି ଗୋଟେ ଟୋକା ଉପରେ ଆମେ 40 ଟଙ୍କା ଯାଇଥିଲୁ। ସେ ପାଣି ଆଣିବାରେ କି ଆନନ୍ଦ ଅଛି, ଆପଣଙ୍କୁ ଗୋଟେ ବୋତା ଆପଣ ଉଦାହରଣ ସବୁ ସମୟରେ ଉଦାହରଣ ଏଇଟା କାହିଁ ଲଗୁଛୁ? ଏଇଟା କଣ? ଆରେ ୟା ଭିତରେ ପଇସା ହେଲାଣି ପାଣି ସବୁ କାଉଡ଼ିଆ ଭାଇ ମାନେ କାନ୍ଧରେ ପାଣି ଭାର ଧରି ଲମ୍ବା ଧାଡ଼ିରେ ଚାଲନ୍ତି, ଖାଲିରେ ଯାଆନ୍ତି, ଆଉ ଠାକୁରଙ୍କୁ ଡାକି ଡାକି ଯାଆନ୍ତି। କେମିତି ଡାକନ୍ତି? କେମିତି? ଆମକୁ ସାଇଡ ଦିଅ ଆମେ ତ କାଉଡ଼ି ବାଲା, ଆମକୁ ସାଇଡ ଦିଅ ଆମେ ତ କାଉଡ଼ି ବାଲା, ଆଗରୁ ଭାଗେଇ ଡାକିଲା ନମ୍ବରବାଲା, ଆଗରୁ ଭାଗେଇ ଡାକିଲା ନମ୍ବରବାଲା। ଆଷାଢ଼ ଗଲା ଶ୍ରାବଣ ହେଲା, ଟୁପୁରୁ ଟୁପୁରୁ ବର୍ଷା ହେଲା, ଆଷାଢ଼ ଗଲା ଶ୍ରାବଣ ହେଲା, ଟୁପୁରୁ ଟୁପୁରୁ ବର୍ଷା ହେଲା, ସୋମବାର ସକାଳ ହେଲା, ଆମେ ତ କାଉଡ଼ି ବାଲା, ଆମକୁ ସାଇଡ ଦିଅ ଆମେ ତ କାଉଡ଼ି ବାଲା। ଭୋଳିଆ ବାବା ପାର କରେଗା, ଭୋଳା ବାବା ପାର କରେଗା, ପାର କରେଗା, ପାର କରେଗା, ପାର କରେଗା। କଣ କହିଲା? ଗଣେଶ ବହୁ ଘଇତା। ଅବଶ୍ୟ ଆଜିକାଲି ଇଏ ଅତ୍ୟାଧୁନିକ ଭକ୍ତମାନେ ଆଜ୍ଞା ଭିନ୍ନ ଭିନ୍ନ ଢଙ୍ଗରେ ଡାକୁଥିଲେ, ଭିନ୍ନ ଭିନ୍ନ ଢଙ୍ଗରେ ଡାକୁଥିଲେ, ଆପଣ ଶୁଣୁଥିବେ। ମୋର କହିବାର ଉଦ୍ଦେଶ୍ୟ, ଆପଣ ଯଦି ସେ କାଉଡ଼ିଆ ଭାଇମାନଙ୍କୁ ପଚାରିବେ, ଭାଇ ଏ ପାଣି ନେଇକି କୋଉଠି ଯାଉଛ? ନା ଆମେ ପାଣି ଦଉଛୁ ଶିବ ମନ୍ଦିର। ନା କୋଉଠି ଆଣିବ? ନା ଶିବ ମସ୍ତକରେ। ଆଚ୍ଛା, ଶିବ ମନ୍ଦିରରେ ଶିବଙ୍କ ମସ୍ତକ କୋଉଠି ଆଇଲା? ଆମେ ଆଜିକାଲି ଗାଁ ଗହଳିରେ ଶିବ ମନ୍ଦିର କଲେ ଗୋଟେ ବିଜେ ପ୍ରତିମା ବସୁଥାଏ, କିନ୍ତୁ ବାସ୍ତବିକ ଯଦି ଦେଖାଯାଏ ସଂସ୍କୃତି ଦେଖନ୍ତୁ, ଶିବ ମନ୍ଦିର ଦେବତା କିଏ? ଶିବ ମନ୍ଦିର ଦେବତା କିଏ? ଦେବତା କିଏ? ପ୍ରକୃତି ଆଉ ପୁରୁଷ, ଲିଙ୍ଗ ଏବଂ ଭୋଗ, ଯାହା ପ୍ରକାରାନ୍ତରେ ବାପା ମା ସାଙ୍କେତିକ ଚିହ୍ନ। ଆପଣ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ଦେଖନ୍ତୁ, ସୌରାଷ୍ଟ୍ରେ ସୋମନାଥଞ୍ଚ ଶ୍ରୀ ଶୈଳ ମଲ୍ଲିକାର୍ଜୁନ। ବାସ୍ତବିକ ଶିବ ମନ୍ଦିରରେ ଦେବତା ପ୍ରକୃତି ଆଉ ପୁରୁଷ, ଲିଙ୍ଗ ଏବଂ ଭୋଗ, ଯାହା ବାପା ମାର ସାଙ୍କେତିକ ଚିହ୍ନ। ଆମ ସଂସ୍କୃତିରେ ବାପା ମାର ପୂଜା ହଉଛି ଶିବ ମନ୍ଦିରର ପୂଜା, ଶିବ ମନ୍ଦିରର ପୂଜା ହଉଛି ବାପା ମାର ପୂଜା। ସେଇଥିପାଇଁ ସଂକେତ ସ୍ୱରୂପ ମନ୍ଦିର ଉପରେ ଗୋଟେ ପତାକାଟିଏ ହୁଏ, ସେ ପତାକାରେ ଥାଏ ଗୋଟେ ଚନ୍ଦ୍ର ଆଉ ଗୋଟେ ବିନ୍ଦୁ। ଅଭିରାମ ଲେଖେ, ଚନ୍ଦ୍ରକୁ ମାତା ବୋଲି କହି ବିନ୍ଦୁ ଯେ ତେଣୁ ଆମ ବାପା ମାର ପୂଜା ହଉଛି ଶିବ ମନ୍ଦିରର ପୂଜା। ପିଲାମା ଯିଏ ବାପା ମାର ପୂଜା ନ କରି ଶିବ ମନ୍ଦିରକୁ ଯାଏ, ଭଗବାନ ଶିବ ସେ ପୂଜାକୁ ଗ୍ରହଣ କରନ୍ତି। ଛାଡ଼ିଦିନ ସେ କଥା। ରାଜା ଥିଲେ ଭାନୁଦେବ, ରାଣୀ ଥିଲେ ଶ୍ରଦ୍ଧା ଦେବୀ ବା ଶରଧା ଦେବୀ। ଆଜିର ସମାଜରେ ମୁଁ କହିଛି, ବାପା ମାଙ୍କର ମୂଲ୍ୟ ଆଜିର ପୁଅ ଦେଇପାରେନି, କିଛି ଦେଇପାରେନି। ବାପା ମାର ମୂଲ୍ୟ ଆଜିର ପୁଅ, ଗୋଟେ କଥା କହିବା, ଆପଣ ମାନଙ୍କୁ ଦେଖିଲେ ମୋର ସେ ବିଶ୍ୱ ଆଡକୁ ଯିବାକୁ ଇଚ୍ଛା ହୁଏ ନା। ସାମ୍ପ୍ରତିକ ସମୟ ଆଉ ସମାଜର କଥା କହିବାକୁ ଇଚ୍ଛା ହୁଏ। କାହିଁକି ନା ଏ ସମାଜରେ
पुआ आज्ञा से दिन पर्यंत आपंकर पुओ हो माँ गोटे पुओ तुम केते मुंड पिट ठाकुर पाखे गोटे पुओ केते मुंड पिटी कांद किंतु से पुओ से दिन पर्यंत आपंकर पुओ हो दिन पर्यंत दनी दास गोटे अप्रिय सत कथा कहले पुओ को चिन्ह आसिले पुओ से दिन पर्यंत पुओ हो इंग्लिश रे गोटे नथा से कथाटी अच्छी ये सन इज ए सन टिल गेट्स हिज वाइफ ये डॉटर इज ए डॉटर थ्रू आउट द लाइफ कंपनी वो सही पर्यंत पुओ हो किंतु आपण माने विश्लेषण कले माँ बरं झीटी आप जिते दूर में बाहा था से झीटा आप मन रखे से झीटा बेले बेले बापा माँ मन पकाए मो बापा कौन कर मो माँ कौन करते दूर झीटा को बाहा था से मन पकड़ कि पुओ बहु को नहीं पाखे कटक भी से आप भल मंद टे बुझेना गोटे बास्तव कथा कौन आज्ञा देखो समाज गोटे बापार 3 पुओ गोटे झील मुंड जहाँ सुंदर नहीं बापा 3टी पुओ मनीष कला समस्ते ओएस रैंक चाकरी कले जड़े वीडियो होला जड़े तहसीलदार होला जड़े इंजीनियर होला पुओ 3टी योग्य होगला मोटा दरमा पाइले घर आर्थिक अवस्था सुधर 3टी पुओ भल जगह बुढ़ा भी बाहा देला 3 पुओ 3 बहु बाहर को पड़े जिते आर्थिक अवस्था स्वच्छल होगला घर परिस्थिति बदलीगला गोटे बोली झील सी दामी घरे भल चाकरी ज्वाइंट देखी बाहर पूरा अवस्था सुधरीगला स्वच्छल होगला दैवात से बापा बासी बुढ़ार मूर्ति होगा बापा मरीगले खबर पाई 3 पुओ 3 बहु झील सब आसिले गाँव माल भाई डाकिले कहले बड़ पुओ 3 पुओ तो हे बापार सब को संस्कार करवा बापा मरी जगह 3 पुओ पहुंची जाइए झील भी पहुंची बहु मान पहुंचती ओके प्रस्तुत हो जाए गाँव किसी माल भाई प्रस्तुत हो गई बापार सब थर गाँ मुंड बसाणी निजी प्रस्तुत समाप्ति मिले पाख गाँव जन साहुकार बुढ़ा धोती पंजाब पिंधि पहुंचीगला बड़ पुओ दांड द्वारा ठिया रही आज्ञा प्रधान बाबू चलीगले मुझे शुणुची तुम बापा ठीक अच्छे जहाँ तुम तो बड़ पुओ शुण मो आसबार कारण तुम बापा अतीत मो ठारू 50,000 टंका करज नहीं मु शुणिली तुम बापा आकस्मिक मरीगले मुझे समय आसी तमें से 50,000 टाक सुझीदे तुम नहीं बापा से ऋण परिशोध करदे तुम तुम बापार सब मो साणी दियो मोर किसी कहबार नहीं मुझे खुशी बुझी मो बापा तुमको 50,000 आनी अच्छा देला बेले क्या पचार की मत पचार दो देला बेले क्या पचार बापा मोला बेले को पैसा कहले अयो तमें आम बापा को 50,000 टका देला बेला पचारि नहीं तुम कौन यही समय मांगो आस तुम गल गाँ घर आउ कौन अधिक ठीक अच्छे मुझे फेरुची आउ तो किसी कर बाबू मुझे कहीदे जाऊँ तुम बापा मो ठार 50,000 टका कर जानी गला बेले कहीदे जाऊँ तुम बापा ऋण परिशोधन करके मले ये कहीदे जाऊँ तुम बापार आत्मा के स्वर्ग को जीवन तुम बापार आत्मा नर्कगामी हम आत्मा केवे भी सदगति हमनी मुझे देखो बोला ओ मो बापार आत्मा स्वर्ग को जीव कि नर्क जीव तुम देख जिते बेले बुढ़ाटी जा पूर्व कहीदे जाऊँ तुम बापा ऋण करके मरुंट तुम बापार आत्मा केवे सदगति हमनी तुम बापार आत्मा नर्क को जीव ये कहीदेला समय गोटे बोली झील माँ दांड दुआरे ठिया होता दौड़ी आसला हाथ जोड़ीदेला कहला मौसा मो बापा आपण 50,000 टका करज नहीं ना हाँ ना मौसा मुझे जानी टंका नहीं आसता हेले भी से टंका प्रति बदल आपण ऋण सुझी दौचे आपण एक कथा कहतुनि मो बापार आत्मा नर्क को जीवा कथा कहतुनि मो बापा को आप आशीर्वाद करंतु मो बापार आत्मा जमी वैकुंठ जीव मुझे मुहूर्त आपण ऋण परिशोध कर दौची ना कौन देखी परिशोध कला हाथरू स्वर्ण चूड़ी कला बाहर
ପ୍ରତି ବଦଳରେ ମୋ ମାହାତର ସୁନା ଚୁଡ଼ି କାନ ଫୁଲ ଖୋଲିକି ଦେଇ ଦଉଛି। ଆପଣ ମୋ ବାପାକୁ ଋଣମୁକ୍ତ କରିଦିଅନ୍ତୁ, ଆଶୀର୍ବାଦ କରନ୍ତୁ। ମୋ ବାପାର ଆତ୍ମା ଯେମିତି ସ୍ୱର୍ଗକୁ ଯିବ, ବୈକୁଣ୍ଠ ପ୍ରାପ୍ତି ହବ। ମା ଦେଖ, ଖୋଲିଦେଲା ହାତରୁ ସୁନା ଚୁଡ଼ି, କାନରୁ ସୁନା ଫୁଲ, ବଢେଇ ଦେଲା ମଉସା ବୁଢା ହାତକୁ। ବୁଢାଟି ଆଶ୍ଚର୍ଯ୍ୟ ହେଇଗଲା, କହିଲା ମାରେ ମୁଁ କାହିଁକି ଆସିଥିଲି ଶୁଣିଛୁ, ମୁଁ କାହିଁକି ଆସିଥିଲି ଜାଣିଛୁ? ବାସ୍ତବରେ ମୁଁ ତମ ବାପାକୁ 50,000 ଟଙ୍କା କରଜ ଦେଇନଥିଲି, ତମ ବାପା ଠାରୁ ମୁଁ ଲକ୍ଷ ଟଙ୍କା ଧାର ଦେଇଥିଲି। ମୁଁ ଶୁଣିଲି ଯେତେବେଳେ ତମ ବାପା ମରିଗଲେ, ଏ ସମୟରେ ବନ୍ଧୁର କର୍ତ୍ତବ୍ୟ, ମୁଁ ସେ ଲକ୍ଷ ଟଙ୍କା କେମିତି ଫେରେଇବି। ବର୍ତ୍ତମାନ ଲକ୍ଷ ଟଙ୍କା ନେଇକି ଆସିଛି ଫେରେଇବାକୁ। ମୁଁ ଭାବୁଥିଲି ନିଜର କିଏ, ତାକୁ କିଏ ଲକ୍ଷ ଟଙ୍କା ଦେବି। ମା ସେ ବୁଢା ଟଙ୍କା କାହାକୁ ଦବ? ପୁଅ ମାନଙ୍କୁ ନା ଝିଅକୁ? ଏଇ ହଉଛି ପୁଅ ଆଉ ଝିଅ ଭିତରେ ଫରକ। ଯେତେ ପୁଅ ମତେ କେହି ଭୁଲ ବୁଝିବନି। କହିବାର ଉଦ୍ଦେଶ୍ୟ, ପୁଅ ପୁଅ ହୋଇ ରହେ, ଝିଅ ଝିଅ ହୋଇ ରହି ଯିବ ଯିବା। କାରଣ ସେ କଥା କାହିଁକି କହିଲେ ତେବା, ରାଜା ଥିଲେ ଭାନୁଦେବ, ରାଣୀ ଥିଲେ ଶ୍ରଦ୍ଧା ଦେବୀ। ବୈବାହିକ ଜୀବନରେ ଏତେ ବର୍ଷ ବିତିଗଲା ପରେ କୋଳରେ ପୁଅଟେ କି ଝିଅଟେ ନଥିଲେ। ରାଣୀ ସବୁଦିନ ରାଜାଙ୍କ ବିଷୟରେ କହନ୍ତି। ସେଦିନ ରାଣୀ ଅତ୍ୟନ୍ତ ଚିନ୍ତିତ ହେଲେ କି କାଏ ମୁଁ ଏତେ ଥର ସ୍ୱାମୀକୁ କହିଲାଣି, ସ୍ୱାମୀ ଏ ଦିଗରେ କିଛି ବ୍ୟବସ୍ଥା କରୁନାହାନ୍ତି। ମୁଁ ମୋ ପାଇଁ ଚିନ୍ତିତ ନୁହଁ, ମୁଁ ଚିନ୍ତିତ ଆମ ବଂଶ ପାଇଁ। ଆମ ବଂଶ କଣ ଏଇଠି ବୁଡ଼ିଯିବ? ଆଉ କଣ କେହି ଗଜପତି ସୃଷ୍ଟି ହେବେନି? ଆଉ କଣ କେହି ଉତ୍ତରାଧିକାରୀ ଗଜପତି ଜନ୍ମ ହେବେନି? ଜଗନ୍ନାଥଙ୍କର ଆଦ୍ୟ ସେବକ ଭାବରେ ଏଇଠି କଣ ବଂଶର ପୂର୍ଣ୍ଣଚ୍ଛେଦ ହେଇଯିବ? ସ୍ୱାମୀ ମୋର କଥାକୁ କର୍ଣ୍ଣପାତ କରୁନାହାନ୍ତି। କେତେ ଆଉ କହିବି? ଆଜି ମୋ ସ୍ୱାମୀ ଆସନ୍ତୁ, ଏ କଥାର ଗୋଟେ ଫଇସଲା ହବ। ଅଭିମାନ କରି ବସିଛନ୍ତି ରାଣୀ ଶ୍ରଦ୍ଧା ଦେବୀ। କେତେବେଳେ ସ୍ୱାମୀ ଆସିବେ ସେ କଥାର ବିଚାର ହବ। ଅଭିମାନରେ ସେ ରାଣୀ ବସିଛନ୍ତି। ଏଣେ ଆଜ୍ଞା ରାଜା ଭାନୁଦେବ ରାଜ କାର୍ଯ୍ୟ ସମାପନ ପୂର୍ବକ ଘର ଭିତରେ ଉଠୁଛନ୍ତି। ଡାକିଦେଲେ, କହିଲେ ରାଣୀ 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 ଡାକି ଦେଇ ଦେଲେ। ରାଣୀଙ୍କ ଅନ୍ତପୁରକୁ ଗଲେ, ଦେଖିଲେ ଆଶ୍ଚର୍ଯ୍ୟ କଥା। ରାଣୀ ସବୁଦିନ ପଲଙ୍କ ଉପରେ ବସିଥାନ୍ତି, କିନ୍ତୁ ଆଜି ପଲଙ୍କ ଛାଡି ଦେଇ ତଳେ ତଳକୁ ମୁହଁ ପୋତି ଗାଲରେ ହାତ ଦେଇକି ବସିଛନ୍ତି। ରାଜା ଡାକିଦେଲେ, କହିଲେ ରାଣୀ ରାଣୀ ଆରେ ଆଜି ରାଣୀଙ୍କର କଣ ହେଇଛି? ବାଲା ସାହିତ୍ୟ 3 ଦିନ ହେଲା ଏଇ ଗୋଟେ ଚୌପତି ହବ। ଇଏ ଚୌପତିଙ୍କର ସ୍ରଷ୍ଟା ବାଙ୍କା ଦାସ। ରାଜା ଦେଖିକି ଚାଲନ୍ତି, ରାଣୀ ଅଭିମାନରେ ବସିଛନ୍ତି। ଇଏ ଚୌପତିର ବିଶେଷତ୍ୱ, ଗୋଟିଏ ଅକ୍ଷରର ବହୁଳ ବ୍ୟବହାର ହେଇଛି। ସେ ଅକ୍ଷରଟି ହେଲା ପଞ୍ଚ। ରାଜା ଡାକିଲେ, ଆଗେ ଶୁଣ, ଏ କମ ଇଏ କୁଞ୍ଚିତ କୁନ୍ତଳାରେ, କୁଞ୍ଚିତ କୁନ୍ତଳାରେ ମୁଁ କି ପାରିବି ବଞ୍ଚି, କୁଞ୍ଚିତ କୁନ୍ତଳାରେ ମୁଁ କି ପାରିବି ବଞ୍ଚି, କୁଞ୍ଚିତ କୁନ୍ତଳାରେ ତୋରେ ଅନେକ ଜନମର, କିଛି ତୋରେ ଅନେକ ଜନମର, ତୋରେ ଅନେକ ଜନମର, କିଛି ତୋରେ ଅନେକ ଜନମର, ପ୍ରୀତି ଦରଦାରେ ପକାନ ବଞ୍ଚି, କୁଞ୍ଚିତ କୁନ୍ତଳାରେ ମୁଁ କି ପାରିବି ବଞ୍ଚି। ରାଣୀ କେତେ କାଳ ସ୍ମୃତି ବିରତି ବଢି ଅଛି ତୋତେରେ ପାଞ୍ଚି, କେତେ କାଳ ସ୍ମୃତି ବିରତି ବଢି ଅଛି ତୋତେରେ ପାଞ୍ଚି। ବନ୍ଧନା କେଜି ମଧୁବାରୀ ସେସି, ବନ୍ଧନା କେଜି ମଧୁବାରୀ ସେସି, ବନ୍ଧନା କେଜି ମଧୁବାରୀ ସେସି, ବନ୍ଧନା କେଜି ମଧୁବାରୀ ସେସି। ଅନଙ୍ଗ ଅଙ୍ଗରୁ ଜୀବନ ବଞ୍ଚି, କୁଞ୍ଚିତ କୁନ୍ତଳାରେ ମୁଁ କି ପାରିବି ବଞ୍ଚି। କ୍ରମେ ରାଜା ରାଣୀଙ୍କର ନିକଟରୁ ନିକଟତର ହେଲେ। ଡାକିଦେଲେ, ପ୍ରିୟ ଆଜି କଣ ହେଇଛି? ରହ, ଆଚ୍ଛା ଆଚ୍ଛା, ଆଉ ଗୋଟେ ଚୌପତି ଯୋଉଟା ବେଶୀ ଆପଣଙ୍କ ପାଖରେ ପରିଚିତ, ଯୋଉ ଚୌପତିର ବିଶ୍ୱାସତ୍ୱ ହେଲା ଗୋଟେ ଶୃଙ୍ଖଳା ଚୌପତି। ଯୋଉ ଶବ୍ଦରେ ସରିବ ସେଇ ଶବ୍ଦରେ ଆରମ୍ଭ। ଇଏ ଚୌପତିକାର ହଉଛନ୍ତି ଆପଣ ମାନଙ୍କର ବାଙ୍କି ଡଙ୍କଣ ନିବାସୀ
नटवर्धन महोदय राजा राणी को डाकिले चौपदी हूँ श्रृंखला नियम आधारित डाकिले बुढ़ी शुण ये बारी राखी बिंबा धरी बारी राखी बिंबा धरी धरी नियो राखी बिंबा धरी धरी नियो गोड़ करिन्द्र गति नवीना बिना सोहेली सुंदरी भारी राखी बिंबा धरी धरी नियो बारी राखी बिंबा धरी धरी नियो गोड़ करी करिन्द्र गति नवीना बिना सोहेली सुंदरी दरिद्रे धन हर पर कृपा कर 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 तो ना बर बरण कर विचार चारि दश लंबा चौबे तथापि कवि मानिले हबनी अच्छा दरिद्र धन मोहर हर पर कृपा कर 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 दना कर बरण कर विचारी चारि दश भुवन नरे बुलाऊ सुनारी नारी कल उड़ जारे जारे प्रीति दान करिछि तोते भरोसा सारे राजा रानी को पाखु पहुंचे सती को रानी रानी को उठाओ काय बेस अच्छा आओ एते कोई डाकिले रानी सुनिलेनी कष्ट करी परिश्रम करी डाकिबा सबु साहित्य पाला भितर न रहिले हबनी से गोटे प्राचीन साहित्य आपण मने पकई दुछि आपण सब जानिला वाला सब मन रखिला वाला पालाकार आसिक मझे मझे आपण मने पकई कवि सूर्य साहित्य से जनाशुना पदटी राजा डाकिले प्रिय से दिगो आज आदेश सुंदर Rama
ରାଣୀ ସେତିକ ରାଣୀ ମାନ ତେଜିଲେ ଆପଣ କେତେବେଳୁ ଆସିଲେଣି? ହଁ ତମକୁ କାହିଁ ଜଣା ପଡିବ ଆମେ କେତେବେଳେ ଆସିଲୁ ଆମର ସିନା ପବନ ଉଠିଆ ମତେ ଟିକେ ପାଦ ଧରି ଦେଲା। ମୁଁ କଣ ବାଞ୍ଚୁଛି ନା କଣ ରାଣୀ ମୁଁ ଆଜି ଆଶ୍ଚର୍ଯ୍ୟ ହଉଛି କାହିଁକି ଅଭିମାନ ନ କରିବି ଯେ? କାରଣ କଣ ଆମର ଟଙ୍କା ପଇସା ସୁନାର ଅଭାବ ଅଛି? ନା ସଦାବେଳେ ବାହାରକୁ ଯାଉଛି। କେତେ ଥର ଆପଣଙ୍କୁ କହିଲେଣି ସ୍ୱାମୀ ବେଶୀ ନାହିଁ, ଟଙ୍କା 50-100 ପଡିବ, ଗୋଟେ ଜିନିଷ ଆଣି ତମେ ପିନ୍ଧିବ ମୁଁ ପିନ୍ଧିବି। ଟଙ୍କା 50 ପଡିବ, ଗୋଟେ ଜିନିଷ ଆଣିଲେ ତମେ ପିନ୍ଧିବ ମୁଁ ପିନ୍ଧିବି, ସେଇଟା ଆଣିନି ବୋଲି ତମ ମନ ଦୁଃଖ। ସେଇଟା କଣ ମତେ କହିଲ? ଗୋଟେ ଜୋକ ପ୍ୟାଣ୍ଟ। ରାଣୀ ସେଦିନ ମନର କଥା କହିଲେ ସ୍ୱାମୀ ବୈବାହିକ ଜୀବନର ଦୀର୍ଘ ଦିନ ବିତିଗଲା ପରେ ମୁଁ ମାଟି ହେଇପାରିଲି। ମୁଁ କିନ୍ତୁ ମୋ ପାଇଁ ଦୁଃଖ ନୁହଁ, ଚିନ୍ତିତା ନୁହଁ, ମୁଁ ଚିନ୍ତିତ ଏ ବଂଶ ପାଇଁ। ଯଦି ଏ ବଂଶ ଏଠି ବୁଝା ଆଉ କଣ ଜଗନ୍ନାଥଙ୍କର ଆଦ୍ୟ ସେବକ କରିକି ଜନ୍ମ ହୁଏନି? ଆଉ କଣ ମହାପ୍ରଭୁଙ୍କର ପ୍ରସିଦ୍ଧ ରଥଯାତ୍ରାରେ ଛେରା ପହରା କରିବାକୁ କେହି ଜନ୍ମ ନେବେନି? ଏତେ କରି କହିଲା ପରେ ବି ଆପଣ ମୋର କୌଣସି କଥାକୁ ଗୁରୁତ୍ୱ ଦଉନାହାନ୍ତି। ସେଦିନ ରାଣୀଙ୍କ କଥା ରାଜାଙ୍କ ହୃଦୟକୁ ଛୁଇଁଛି। ରାଜା ସନ୍ଧ୍ୟାରେ ନିଜ ଠାକୁର ଘରେ ବସିଲେ। କଣ କେଜାଣି ଜଗନ୍ନାଥ ନିର୍ଦ୍ଦେଶ ହେଲା, ପରଦିନ ପ୍ରତିଶୋଧ ରାଣୀକି ଡାକିଲେ। ସ୍ନାନ ଶୌଚ ଛାଡ଼ିଦେଇ ତାଙ୍କର ଇଷ୍ଟ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରରେ ପହଞ୍ଚିଲେ। ଏବେ ଆପଣ ଶ୍ରୀନଗର ଦେଖୁଛନ୍ତି, ଏବେ ଆପଣ ରାଜନଗର ଦେଖୁଛନ୍ତି, ଠିକ ବଡଦାଣ୍ଡରେ ଗ୍ରାଣ୍ଡ ସେଣ୍ଟର ଯୋଉଠି ଅଛି ସେ ଗ୍ରାଣ୍ଡ ସେଣ୍ଟର ପାଖକୁ ଲାଗି। କିନ୍ତୁ ଅତୀତରେ ରାଜନଗର ବା ଶ୍ରୀନଗର ବାଲି ସାହି ଭିତରେ ଥିଲା। ତାଙ୍କର ଇଷ୍ଟ ହଉଛନ୍ତି ଜମ୍ବେଶ୍ୱର, ଏବେ ବି ଅଛନ୍ତି। ସେଦିନ ରାଜା ଭାନୁଦେବ ରାଣୀ ସୋନାଦେବୀ ନିଜର ଇଷ୍ଟ ଜମ୍ବେଶ୍ୱର ମହାଦେବଙ୍କ ନିକଟରେ ନିଜର ଅନ୍ତର୍ବେଦର